ପ୍ରକୃତରେ ଫକୀରମୋହନଙ୍କୁ ଏ ଜାତି ଯେତିକି ଜାଣିଛି ବା ଫକୀରମୋହନ ଏ ଜାତି ପାଇଁ ଯାହା କରିଛନ୍ତି, ଫକୀରମୋହନକୁ ଏ ଜାତି ଯେତିକି ସମ୍ମାନ ଦେଇଛି, ତା ଆଗରେ ସରକାରଙ୍କର କୌଣସି ସମ୍ମାନ ହେଉଛି ଆଉ ଅଧିକ ମୂଲ୍ୟବାନ ହେବ ବୋଲି ଆମେ ଆଶା କରୁନାହୁଁ। ଯଦି ବି କେତେବେଳେ ସରକାର ଚିନ୍ତା କରନ୍ତି ଯେ ଫକୀରମୋହନଙ୍କୁ ମରଣୋତ୍ତର ଭାବରେ ପଦ୍ମଶ୍ରୀ ହେଉ, ପଦ୍ମବିଭୂଷଣ ହେଉ ବା ଏଭଳି କୌଣସି ବିଶିଷ୍ଟ ପୁରସ୍କାର ଦିଆଯିବା ଉଚିତ ବୋଲି, ସେତେବେଳେ ଆମେ ନିଶ୍ଚିତ ଭାବରେ ସମର୍ଥନ କରିବୁ, ସ୍ୱାଗତ କରିବୁ ଏବଂ ଏହାକୁ ଅତି ସରଳତାର ସହିତ ମଧ୍ୟ ଫକୀରମୋହନଙ୍କ ପାଇଁ ଅର୍ପିତ କରିବୁ। ତାଙ୍କୁ ଜେଲରେ ଥିଲେ ସେ ସେତେବେଳେ ସାଙ୍କେତିକ ଚିଠି ସେ ଲେଖିଥିଲେ ଯେ ସେ ଚିଠିରୁ ଯାହାକୁ ଚିଠି ଲେଖୁଛନ୍ତି ସିଏ ବୁଝିପାରିବେ, କିନ୍ତୁ ଯିଏ ସେତେବେଳେ ଯେଉଁ ପ୍ରକାରର ତାଙ୍କୁ ରଖାଯାଇଥିଲା ସେ ଦାରୋଗାମାନେ, ଇଂରେଜ ଦାରୋଗାମାନେ ବୁଝିପାରିବେ ନାହିଁ। ସେ ଭାବିବେ ଯେ ଇଏ ଗୋଟେ ବ୍ୟକ୍ତିଗତ ଚିଠି ଲେଖିଛନ୍ତି। ସେ ଭାଷା ସେଭଳି ସାଙ୍କେତିକ ଭାଷା ଥିଲା ଯେ ଭୋଳାନାଥ ଖମାରିଆ ଜାଣିବୁ ଉତ୍ତର ପଟୁ ହାଡ଼ା କରି 100 ପାନ 200 ଗୁଆ ପଠେଇବୁ। ଏବଂ ସେ 100 ପାନ 200 ଗୁଆ ସେ ଯେ ସୈନ୍ୟ ସାମନ୍ତଙ୍କ କଥା କହୁଥିଲେ ସେମାନେ ସେଟା ବୁଝିପାରିନଥିଲେ ଏବଂ ସେହି କୌଶଳର ଆବଶ୍ୟକତା ଥିଲା। ସେ ଜଣେ କୁଶଳୀ ଏବଂ ଚତୁର ଏବଂ ପ୍ରଶାସନିକ ଦକ୍ଷତା ମଧ୍ୟ। ମୁଁ ଡକ୍ଟର ଦେବାନନ୍ଦ ଦାସ, ଫକୀରମୋହନ ଫାଉଣ୍ଡେସନ ନ୍ୟୁ ଦିଲ୍ଲୀର ସମ୍ପାଦକ ଅଛି। ବୃତ୍ତିରେ ଜଣେ ଅଧ୍ୟାପକ ଏବଂ ସାହିତ୍ୟକୁ ନେଇ ପତ୍ରିକା କରେ, ପୁସ୍ତକ ବି ଲେଖେ। ତେବେ ଆଜିର ଦିନଟିର ଗୁରୁତ୍ୱ ହେଉଛି ଏଇଆ ଯେ ଫକୀରମୋହନ ସେନାପତି ଯିଏ ବ୍ୟାସକବି, ଆମ ଜାତିର ଗର୍ବ ଗୌରବ ଏବଂ ଓଡ଼ିଆ ଭାଷାର ପ୍ରକୃତ ସେନାପତି, ଯେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିପାରିଥିଲେ, ତାଙ୍କର ଜନ୍ମଜୟନ୍ତୀ ସହିତ ଆମେ ଫକୀରମୋହନ ଫାଉଣ୍ଡେସନ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ମିଶି ଏକ ଜାତୀୟ ଆଲୋଚନା ଚକ୍ର କରୁଛୁ ଏହି ପରିସର ଭିତରେ, ଯେଉଁଥିରେ ଫକୀରମୋହନଙ୍କର ଦୁଇଟି ଦିଗ ଉପରେ ଆଲୋକପାତ କରାଯାଇଛି। ଫକୀରମୋହନଙ୍କ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା ଏବଂ ଦ୍ୱିତୀୟଟି ରହିଛି ଫକୀରମୋହନଙ୍କର ଆତ୍ମଜୀବନ ପରମ୍ପରାରେ ତାର ମୂଲ୍ୟାଙ୍କନ। ଆମେ ସମସ୍ତେ ଜାଣିଛେ ଫକୀରମୋହନଙ୍କ ସାହିତ୍ୟ ସାମାଜିକ ସାହିତ୍ୟ, ଏପରିକି ଦୀର୍ଘ 200 ବର୍ଷର ଓଡ଼ିଶାର ଇତିହାସ କଥାକୁ ସେ ତାଙ୍କର 20ଟି ଗଳ୍ପ ଏବଂ 4ଟି ଉପନ୍ୟାସ ଭିତରେ କ୍ରମାନ୍ୱୟରେ କହିପାରିଛନ୍ତି। ତତ୍ସହିତ ତାଙ୍କର ଆତ୍ମଜୀବନୀ ଏକ ବିସ୍ମୟ, ଯାହାକୁ ଆତ୍ମଜୀବନୀ ନ କହି ବରଂ ଉପନ୍ୟାସ ଧାରାରେ ଲେଖାଯାଇଥିବା ଜଣେ ଲେଖକଙ୍କର ଜୀବନାଦେଶକୁ ଉଲ୍ଲେଖିତ କରୁଛେ ଏବଂ ଯାହା ଚିରନ୍ତନ ସତ୍ୟ ଉପରେ ପର୍ଯ୍ୟବେସିତ। ଫକୀରମୋହନ ତାଙ୍କ ନିଜ ଜୀବଦଶାରେ ସେ କ'ଣ ଥିଲେ ତାକୁ ସେ ସଠିକ୍ ଭାବରେ ଉଲ୍ଲେଖ କରିଛନ୍ତି। ଭଲ କଥା ଗୁଡ଼ିକୁ କହିଛନ୍ତି ଏବଂ ତାଙ୍କ ଜୀବନରେ ଆସିଥିବା ପ୍ରତିକୂଳତାର କଥାକୁ ବି କହିଛନ୍ତି। ସେ କରିଥିବା ବିଭିନ୍ନ ଭୁଲ କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି। ତେଣୁ ଏତେ ଉଦାରବାଦୀ ସେ ଥିଲେ, ସେ ଉଦାରବାଦିତା ତାଙ୍କ ସାହିତ୍ୟ ଭିତରେ ପ୍ରତିଫଳିତ ହୋଇଯାଇଛି। ତାଙ୍କ ସାହିତ୍ୟ ଯୁବମାନଙ୍କ ପାଇଁ ଗୋଟେ ଗୁରୁତ୍ୱ ରଖେ। ସେ କଥାକୁ ଆଖି ଆଗରେ ରଖି ଆମେ ଯୁବ ଗବେଷକମାନଙ୍କ ପାଇଁ ଏ ସମ୍ପାନଟିର ବା ଆଲୋଚନା ଚକ୍ରଟିର ଆୟୋଜନ କରିଥିଲୁ। ପାଖାପାଖି 100ରୁ ଉର୍ଦ୍ଧ୍ୱ ଯୁବ ଗବେଷକମାନେ ମଧ୍ୟ ସେ ଯୋଗ ଦେଇଛନ୍ତି ଏବଂ ଆଶା କରୁଛୁ ଯେ ଫକୀରମୋହନଙ୍କ ସାହିତ୍ୟରେ ଥିବା ଅନାଲୋଚିତ ପର୍ଯ୍ୟାୟଗୁଡ଼ିକୁ ସେମାନେ ଆଲୋଚନା କରିବା ପାଇଁ ସକ୍ଷମ ହେବେ। ସେ ଦିଗରେ ପ୍ରୋତ୍ସାହନ ଦେବା ପାଇଁ ଏପରି କାର୍ଯ୍ୟକ୍ରମର ପ୍ରସ୍ତୁତି କରାଯାଇଛି। ମୁଁ ଡକ୍ଟର ମିହିର କୁମାର ସାହୁ। ଆଜି ଯେଉଁ ଫକୀରମୋହନ ଫାଉଣ୍ଡେସନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ହେଉଛି, ମୁଁ ସେ ଫକୀରମୋହନ ଫାଉଣ୍ଡେସନର ନିର୍ଦ୍ଦେଶକ ଅଛି। 2 ଦିନ ଧରିକି ଯେଉଁ ପାଳନ କରାଯାଉଛି, 2 ଦିନ ନୁହେଁ, ଅନେକ ଜାଗାରେ 3 ଦିନ ଧରିକି ବି ହେଉଛି। 14 ତାରିଖରୁ ଆରମ୍ଭ ହୋଇଛି। ସେ ସଂକ୍ରାନ୍ତି ପୁରୁଷ, ସେ ରଜ ସଂକ୍ରାନ୍ତିରେ, ମକର ସଂକ୍ରାନ୍ତିରେ ଜନ୍ମ ଏବଂ ରଜ ସଂକ୍ରାନ୍ତିରେ ତାଙ୍କର ତିରୋଧାନ, ଆଉ ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ। କାଲି ରାଜ୍ୟ ସରକାରଙ୍କ ତରଫରୁ ବ୍ୟାସକବି ସମ୍ମାନ ଦିଆଗଲା ଏବଂ ଆଜି ତାକୁ ଫକୀରମୋହନ ଫାଉଣ୍ଡେସନ ତରଫରୁ ଗୋଟେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଛି। ଏବଂ ଫକୀରମୋହନଙ୍କର ସାହିତ୍ୟ, ତାଙ୍କ ଜୀବନୀ ଏବଂ ସାହିତ୍ୟକୁ ନେଇକରି ବହୁତ କଥା ଆଲୋଚିତ ହୋଇଛି। ଆହୁରି ଅନାଲୋଚିତ ଦିଗ ବହୁତ ଅଛି ଏବଂ ସେହି ଦିଗ ଗୁଡ଼ିକ ଉପରେ ଆଲୋକପାତ କରିବା ପାଇଁ ଫାଉଣ୍ଡେସନ ସବୁବେଳେ କାର୍ଯ୍ୟ କରି ଆସିଛି। ଆମର ଏଇ ପାଠଚକ୍ରର ମୂଳ ଲକ୍ଷ୍ୟ
ଯେ ତରୁଣମାନଙ୍କୁ ଭିତରେ ଯେଉଁ ଫକୀରମୋହନଙ୍କର ସାହିତ୍ୟ ତାର ଚର୍ଚ୍ଚା ଏବଂ ଗବେଷଣା ତାକୁ ଜାରି ରଖିବା। ଗବେଷଣା ଯେତେ ଜିନିଷ ବି ହେଇଛି ଆହୁରି ବହୁତ କଥା ହେବାକୁ ବାକି ଅଛି। ନୂଆ ନୂଆ ଦିଗ ଉପରେ ଆଲୋଚନା ହେବା ଉଚିତ। ଫକୀରମୋହନଙ୍କ ସାହିତ୍ୟ କେବଳ ସେ କଥା ସାହିତ୍ୟିକ କଥା ସମ୍ରାଟ ଯେମିତି ଥିଲେ, ସେ ବ୍ୟାସ କବି ବି ଥିଲେ ଏବଂ ଆତ୍ମଜୀବନୀକାର ଥିଲେ। ସେ ଭ୍ରମଣ କାହାଣୀ ଲେଖିଛନ୍ତି, କବିତା ଲେଖିଛନ୍ତି ଏବଂ ଖାଲି ସେତିକି ନୁହେଁ, ସେ ଜଣେ ସାହିତ୍ୟ ପ୍ରଶାସକ ଥିଲେ। ପ୍ରଶାସନିକ ଦକ୍ଷତା ଦେୱାନ ଥାଇକି ମଧ୍ୟ, ସେତେବେଳେ ଦେୱାନମାନଙ୍କୁ କୁହାଯାଉଥିଲା ମୁଖ୍ୟମନ୍ତ୍ରୀ, ଏବଂ ସେଥିରେ ଦେୱାନ ଥାଇକି ମଧ୍ୟ ଇଂରେଜ ଶାସନ କାଳରେ ଦେୱାନ ଥାଇକି ସେ କିଭଳି ଭାବରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରାଯିବ, ଖାଲି ସେତିକି ନୁହଁ, ଯେଉଁ ସମୟରେ ଗୋଟେ ବୈମାତୃକ ମନୋଭାବରେ ବଙ୍ଗୀୟମାନେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନଏ କହୁଥିଲେ, ସେତେବେଳେ ମଧ୍ୟ ସେ କିଭଳି ଭାବରେ ଓଡ଼ିଆ ଭାଷାକୁ ପ୍ରତିଷ୍ଠା ଦେବା ପାଇଁ, ପ୍ରତିଷ୍ଠିତ କରିବା ପାଇଁ, ପରିଚିତ କରିବା ପାଇଁ ତାଙ୍କ ସଂଗ୍ରାମ ଜାରି ରଖିଥିଲେ। ଓଡ଼ିଆ ଭାଷାରେ କେବଳ ଲେଖୁନଥିଲେ, ଓଡ଼ିଆ ଭାଷାରେ ଛପେଇବା ପାଇଁ ମଧ୍ୟ ସେତେବେଳେ ଯେତେବେଳେ ଛାପାଖାନା ନଥିଲା, ଛାପାଖାନା ପ୍ରସ୍ତୁତି ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି, ପତ୍ରିକା ବାହାର କରିଛନ୍ତି, ପ୍ରକାଶନ କରିଛନ୍ତି, ପ୍ରକାଶନ ଶିଳ୍ପ ଆରମ୍ଭ କରିଛନ୍ତି ଏବଂ ସାହିତ୍ୟ ଅନୁଷ୍ଠାନ ମଧ୍ୟ ସେଥିରେ ମଧ୍ୟ ମନୋନିବେଶ କରିଛନ୍ତି। ଏଇଭଳି ଏକ ବହୁମୁଖୀ ପ୍ରତିଭାଙ୍କୁ ଆମେ ବହୁ ଭାବରେ ତାଙ୍କର ବିଚାର ଆଲୋଚନା କରାଯିବା ଉଚିତ। ଏ ଆଲୋଚନା ଚକ୍ର ନିଶ୍ଚିତ ଭାବରେ এই ବିଶ୍ୱାସ ରଖେ ଯେ ଓଡ଼ିଶାରେ ଯେଉଁମାନେ ଅଛନ୍ତି ଏବଂ ଓଡ଼ିଶା ବାହାରେ ଯେଉଁମାନେ ଅଛନ୍ତି, ଫକୀରମୋହନକୁ ଏବଂ ଫକୀରମୋହନ ସାହିତ୍ୟକୁ ଚିହ୍ନିବା ପାଇଁ ଆହୁରି ପ୍ରୟାସ ଜାରି ରହେ। ତାଙ୍କୁ ଜେଲରେ ଥିଲେ, ସେ ସେତେବେଳେ ସାଙ୍କେତିକ ଚିଠି ସେ ଲେଖିଥିଲେ ଯେ ସେ ଚିଠିରୁ ଯାହାକୁ ଚିଠି ଲେଖୁଛନ୍ତି ସିଏ ବୁଝିପାରିବେ, କିନ୍ତୁ ଯିଏ ସେତେବେଳେ ଯେଉଁ ପ୍ରକାରର ତାଙ୍କୁ ରଖାଯାଇଥିଲା, ସେ ଦାରୋଗାମାନେ, ଇଂରେଜ ଦାରୋଗାମାନେ ବୁଝିପାରିବେ ନାହିଁ। ସେ ଭାବିବେ ଯେ ଇଏ ଗୋଟେ ବ୍ୟକ୍ତିଗତ ଚିଠି ଲେଖିଛନ୍ତି। ସେ ଭାଷା ସେଭଳି ସାଙ୍କେତିକ ଭାଷା ଥିଲା ଯେ ଭୋଳାନାଥ ଖମାରିଆ ଜାଣିବୁ ଉତ୍ତର ପଟୁ ହାଡ଼ା କରି 100 ପାନ 200 ଗୁଆ ପଠେଇବୁ। ଏବଂ ସେ 100 ପାନ 200 ଗୁଆ ସେ ଯେ ସୈନ୍ୟ ସାମନ୍ତଙ୍କ କଥା କହୁଥିଲେ, ସେମାନେ ସେଟା ବୁଝିପାରିନଥିଲେ ଏବଂ ସେହି କୌଶଳର ଆବଶ୍ୟକତା ଥିଲା। ସେ ଜଣେ କୁଶଳୀ ଏବଂ ଚତୁର ଏବଂ ପ୍ରଶାସନିକ ଦକ୍ଷତା ମଧ୍ୟ ତାଙ୍କର ଥିଲା। ପ୍ରଶାସନରେ ଏସବୁ ଜିନିଷର ଆବଶ୍ୟକତା ଅଛି, ଯେଉଁ ଆମେ ଆଜିକାଲି କହୁଛେ ଯେ ଆଡମିନିଷ୍ଟ୍ରେଟିଭ୍ ମେଜର୍ସ, ଆଡମିନିଷ୍ଟ୍ରେଟିଭ୍ ଲାକୁନା ରହିଛି ଏବଂ ସେଇଗୁଡ଼ିକ ଦୂର କରିବା ପାଇଁ ମଧ୍ୟ ତାଙ୍କର ଧୁରିଣ ଶକ୍ତି ଥିଲା, ସାମର୍ଥ୍ୟ ଥିଲା। ସେ ତାକୁ ପ୍ରୟୋଗ କରିପାରୁଥିଲେ। ଏସବୁ କଳା ମଧ୍ୟ ତାଙ୍କ ପାଖରୁ ଶିଖିବାର ଅଛି। ଫକୀରମୋହନ ବହୁ ଭାବରେ ଆମକୁ, ଆମ ଓଡ଼ିଆ ଜାତିକୁ, ଆମର ଓଡ଼ିଆ ପ୍ରାଣକୁ ଉଦ୍ବୁଦ୍ଧ କରିଛନ୍ତି ସାହିତ୍ୟ ମାଧ୍ୟମରେ, ତାଙ୍କ ଜୀବନ ମାଧ୍ୟମରେ। ସେ ସ୍ମରଣୀୟ ନିଶ୍ଚିତ ଭାବରେ। ଆମକୁ ସେମିତି ସେ ଅନୁପ୍ରାଣିତ କରିଥାନ୍ତୁ ଏବଂ ଅନ୍ତତଃ ପକ୍ଷେ ଆମେ ଏତିକି କହିପାରିବା, ଆମେ ବାପ କା ବେଟା।